ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଜେଙ୍ଗାଳି ବାମ ପାର୍ଶ୍ୱ କେନାଲ ନିକଟରୁ ସିରିସା ଚାକୁଣ୍ଡା ଓ ମାହାଳା କାଠ ବୋଝେଇ ଟ୍ରକ୍ ଜବତ ସହ ଟ୍ରକ୍ ଡ୍ରାଇଭର ଶାନ୍ତନୁ କୁମାର ମହାନ୍ତି ଗିରଫ। ବନ ବିଭାଗ ପକ୍ଷରୁ ଏହି କାଠ ବୋଝେଇ ଟ୍ରକ୍ ଜବତ ହୋଇଥିବା ବେଳେ ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କା ହେବ ବୋଲି ସୂଚନା। 2025-26 ଆର୍ଥିକ ବର୍ଷ ବଜେଟ୍ ଉପରେ ବିଧାନସଭାରେ ସାଧାରଣ ଆଲୋଚନା ଶେଷ ହୋଇଛି। ବାଚସ୍ପତି ସୁରମାପାଡ଼ି ଗୃହକୁ ଆସନ୍ତା ମାର୍ଚ୍ଚ 7 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ଏବଂ ଆସନ୍ତା 7 ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏହା ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହାଇକୋର୍ଟ ବାର୍ ଆଇନଜୀବୀ କଲ୍ୟାଣ ପାଣ୍ଠିରେ 2000 ଟଙ୍କାର ଜୋରିମାନା ଅର୍ଥ ଦାଖଲ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଉ 2ଟି ଅନ୍ତରୀଣ ପିଟିସନ ମଧ୍ୟ ଦାଖଲ କରାଯାଇଥିବା ଅଦାଲତଙ୍କୁ ଅବଗତ କରାଯାଇଛି। ଖୋର୍ଦ୍ଧା ଇନ୍ଫୋ ଭ୍ୟାଲି ଥାନା ପିତାପଲ୍ଲୀ ଛକରେ ଟ୍ରକକୁ ପଛରୁ ପିଟିଲା କାର। ଫଳରେ ଘଟଣାସ୍ଥଳରେ କାରରେ ଥିବା 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଏବଂ ସମସ୍ତ ମୃତାହତ ପୁରୀ ଚନ୍ଦନପୁର ଅଞ୍ଚଳର ହୋଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। Preview. Audio Jungle. Audio Jungle. Preview. ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ମୁଚୁରୀ ନାଳ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟି ପଡ଼ିଲା ଯାତ୍ରୀବାହୀ ଓଏସ୍ଆରଟିସି ବସ୍। ଏଥିରେ 20 ଜଣ ଯାତ୍ରୀ ଆହତ ହୋଇ ରାଉରକେଲା ଆରଜିଏଚ୍ ମେଡିକାଲରେ ଭର୍ତ୍ତି ଥିବା ବେଳେ ବସ୍ରେ ମୋଟ 50ରୁ ଅଧିକ ଯାତ୍ରୀ ଥିଲେ ଏବଂ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ ଜାରି ରଖିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ସୁମେରବନ୍ଧ ପଞ୍ଚାୟତ ଲଦାପଦର ଗାଁ ମୁରୁଳି ସାହିରେ ଘରୋଇ କଳହକୁ କେନ୍ଦ୍ର କରି ମଝିଆ ଭାଇର ଚୁରାମାଡ଼ରେ ବଡ଼ ଭାଇର ମୃତ୍ୟୁ ଓ ସାନ ଭାଇ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ଥିବା ବେଳେ ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସମ୍ବଲପୁର ଗୁଇନ୍ଦା ଆବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ଯୁଜମରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପଞ୍ଚାୟତର ଶୀତଲେନପାଲି ମାକାଡ଼ିଆ ପଡ଼ାଠାରେ ବେଆଇନ ଭାବରେ ଗଚ୍ଛିତ ଥିବା 38 ଲିଟର ଦେଶୀ ରନ୍ଧା ମଦ ଜବତ ସହ 2 ଗିରଫ ଏବଂ 2 ଅଭିଯୁକ୍ତ ପୂର୍ଣ୍ଣିମା ମିର୍ଦ୍ଦା ଓ ସୁମିତ୍ରା ମିର୍ଦ୍ଦାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। Preview. Preview. Audio Jungle. Audio Jungle. Preview. କଟକ ଜିଲ୍ଲା ଆଠଗଡ଼ର କୋରଙ୍ଗା ଗ୍ରାମରେ ଅବକାରୀ ଓ ପୁଲିସର ଏକାଧିକ ଚୋର ମାଦ ଭାଟି ଉପରେ ମିଳିତ ଚଢ଼ଉ ବେଳେ ମୋଟ 1610 ଲିଟର ସଦ୍ୟ ପ୍ରସ୍ତୁତ ଦେଶୀ ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ 12,215 ଲିଟର ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ। କନ୍ଧମାଳ ଜିଲ୍ଲା ପୋଲିସ ଗୋଛାପଡ଼ା ଥାନା ଅନ୍ତର୍ଗତ ଦାରୁଗୁଣ୍ଡା ଘାଟି ନିକଟ ଜଙ୍ଗଲରୁ 6,520 କେଜି, ଫିରିଙ୍ଗିଆ ଥାନା କାଶୀନପଦର ଗ୍ରାମ ପଞ୍ଚାୟତର ମାଝିପଡ଼ା ଜଙ୍ଗଲରୁ 1,520 କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦୁଚି ଗ୍ରାମ ପଞ୍ଚାୟତ ମିନିଆକଟି ଜଙ୍ଗଲରୁ 2,052 କେଜି, ବାଲିଗୁଡ଼ା ଥାନା ଅଧୀନ ଜାକ୍ରିପଦା ଜଙ୍ଗଲରୁ 650 କେଜି, ଟିକାବାଲି ଥାନା ଅନ୍ତର୍ଗତ ସୁନାପଙ୍ଗା ଗ୍ରାମ ନିକଟରୁ 110 କେଜି ଓଜନର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏବଂ ରାଜ୍ୟର ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଏହି 4ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 40 ରୁ 50 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଏହି 4ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। Preview.